ପିଲାମାନେ ତୁମ ସମସ୍ତଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଶା କରେ ତୁମମାନଙ୍କର ପାଠପଢ଼ା ଖୁବ୍ ଭଲ ଭାବରେ ଚାଲିଥିବ। ଆଜିର କ୍ଲାସରେ ଆମେ ତୁମର ଗଣିତ ପ୍ରକାଶ ବହିର ପ୍ରଥମ ଅଧ୍ୟାୟ ଆଲୋଚନା କରିବା। ଏହି ପ୍ରଥମ ଅଧ୍ୟାୟ ରହିଛି ଗଣିତରେ ସଂରଚନା। ତାହେଲେ ଆସ ଆମେ ଏହି ପ୍ରଥମ ଅଧ୍ୟାୟକୁ ଆଲୋଚନା କରିବା। ପ୍ରଥମ ଅଛି ଗଣିତ କ'ଣ? ସାଧାରଣ ଭାବେ ଗଣିତ ହେଉଛି ସଂରଚନା ଗୁଡ଼ିକୁ ଖୋଜିବା ଓ ସେହି ସଂରଚନା ଗୁଡ଼ିକୁ କାହିଁକି ଏପରି ହୋଇଥାନ୍ତି ତାହାକୁ ବୁଝାଇବା। ପିଲାମାନେ ଆମେ ଆଗକୁ ଯିବା ପୂର୍ବରୁ ଜାଣିବା ସଂରଚନା କ'ଣ? ସଂରଚନା କହିଲେ ଜିନିଷ ଗୁଡ଼ିକ ଗୋଟାଏ ନିର୍ଦ୍ଦିଷ୍ଟ କୌଣସି କ୍ରମରେ ସଜାଇ ହୋଇ ରହିବାକୁ ସଂରଚନା ବୋଲି କୁହାଯାଏ। ତୁମେ ଦେଖିଥିବ, ତୁମେ ଯେତେବେଳେ ଫୁଲହାର ଗୁନ୍ଥିଥାଅ, ଯଦି ଦୁଇଟି କଲର ଫୁଲ ଅଛି, ତୁମେ ଗୋଟିଏ ପରେ ଗୋଟିଏ ଏମିତି ନିର୍ଦ୍ଦିଷ୍ଟ କ୍ରମରେ ସଜାଇକି ତାକୁ ଫୁଲହାର ଗୁନ୍ଥିଥାଅ, ଯାହାଫଳରେ ଫୁଲହାରଟି ସୁନ୍ଦର ଦେଖାଯାଏ। କିନ୍ତୁ ତୁମେ ଯଦି ତୁମ ମନ ଇଚ୍ଛା ଏପଟ ସେପଟ କରି ଫୁଲହାରଟି ଗୁନ୍ଥିବ, ଏହା ତୁମକୁ ସୁନ୍ଦର ଦେଖାଯିବ ନାହିଁ। ଧରାଯାଉ ତୁମ ପାଖରେ ଗୋଟେ ନାଲି କଲରର ଆଉ ଗୋଟେ ହଳଦିଆ କଲର ଫୁଲ ଅଛି, ତୁମେ ଗୋଟିଏ ନାଲି କଲରର, ଗୋଟିଏ ହଳଦିଆ କଲର, ପୁନଃ ଗୋଟିଏ ନାଲି କଲରର, ଗୋଟିଏ ହଳଦିଆ କଲର, ଏମିତି କରି ଫୁଲହାରଟି ଗୁନ୍ଥିଥାଅ। କିନ୍ତୁ ଯଦି ତୁମେ ଏପଟ ସେପଟ କରି ତିନିଟା ନାଲି କଲର, ଗୋଟିଏ ହଳଦିଆ, ପାଞ୍ଚଟା ନାଲି କଲର, ଦୁଇଟା ହଳଦିଆ ଏମିତି ଗୁନ୍ଥିବ, ତେବେ ଫୁଲହାରଟି ସୁନ୍ଦର ଦେଖାଯିବ ନାହିଁ। ଅର୍ଥାତ୍ ସଂରଚନା ଆମେ ଗୋଟେ ଜିନିଷକୁ ସୁନ୍ଦର ଭାବରେ ସଜାଡ଼ିବା ପାଇଁ ଏବଂ ତାକୁ ସୁନ୍ଦର ଭାବରେ ତାହା ଆମ ଆଖିକୁ ସୁନ୍ଦର ଦେଖାଯିବା ପାଇଁ ବ୍ୟବହାର କରାଯାଇଥାଏ। ଏବଂ ଗୋଟେ ଜିନିଷର ସଂରଚନା ଠିକ୍ ଥିଲେ ତାହା ମଧ୍ୟ ସମସ୍ତଙ୍କୁ ଭଲ ଲାଗିଥାଏ ଏବଂ ଆଖିକୁ ସୁନ୍ଦର ଦିଶିଥାଏ। ତ ଏହିସବୁ ସଂରଚନା ପ୍ରକୃତିରେ ଆମ ଚାରିପାଖରେ ଦେଖାଯାଇଥାଏ, ଯେପରି ଘରେ, ବିଦ୍ୟାଳୟରେ, ସୂର୍ଯ୍ୟଚନ୍ଦ୍ର, ତାରାମାନଙ୍କ ଗତି ଇତ୍ୟାଦିରେ। ତୁମେ ଦେଖିଥିବ ସପ୍ତର୍ଷି ମଣ୍ଡଳ, ଏହା ଗୋଟେ ନିର୍ଦ୍ଦିଷ୍ଟ ସଂରଚନାରେ ଅର୍ଥାତ୍ ଗୋଟେ ଦାୟାକୃତିରେ ରହିଛି। ସୂର୍ଯ୍ୟଙ୍କ ଚାରିପଟେ ଗ୍ରହ ଗୁଡ଼ିକ ଗୋଟେ ନିର୍ଦ୍ଦିଷ୍ଟ ସଂରଚନାରେ ଗୋଟିଏ ପରେ ଗୋଟିଏ ରହିଛନ୍ତି। ଆମେ ଦେଖୁଥିବା ଓ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ, ବଜାରରୁ ଜିନିଷ କିଣିବା ଓ ରୋଷେଇ କରିବା, ଖେଳିଲା ବେଳେ ବଲ୍କୁ ଫିଙ୍ଗିବା, ପାଣିପାଗରେ ଥିବା ସଂରଚନା ବୁଝିବା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ବେଳେ ଏହି ସଂରଚନା ଗୁଡ଼ିକୁ ଲକ୍ଷ୍ୟ କରାଯାଇଥାଏ। ସଂରଚନା ଗୁଡ଼ିକୁ ଖୋଜିବା ଓ ସେଗୁଡ଼ିକୁ ବର୍ଣ୍ଣନା କରିବା ଏକ ମଜାଳିଆ ଓ ସୃଜନଶୀଳ କାର୍ଯ୍ୟ। ଏହି କାରଣରୁ ଗଣିତଜ୍ଞମାନେ ଗଣିତକୁ ଉଭୟ କଳା ଓ ବିଜ୍ଞାନ ଭାବେ ଅଭିହିତ କରିଥାନ୍ତି। ଆଶା କରାଯାଏ ଏହି ଶ୍ରେଣୀରେ ତୁମେ ଗାଣିତିକ ସଂରଚନା ଗୁଡ଼ିକୁ ଖୋଜି ବାହାର କରିବ ଓ ସେଗୁଡ଼ିକୁ ବୁଝିବାରେ ଥିବା ସୃଜନଶୀଳତା ଏବଂ କଳାତ୍ମକ ଧାରଣାକୁ ଲକ୍ଷ୍ୟ କରିବାକୁ ସୁଯୋଗ ପାଇବ। ଏହା ଧ୍ୟାନ ରଖିବା ଜରୁରୀ ଯେ ଗଣିତର ଲକ୍ଷ୍ୟ କେବଳ ସଂରଚନା ଗୁଡ଼ିକୁ ଚିହ୍ନିବା ନୁହେଁ, ବରଂ ସେଗୁଡ଼ିକୁ କାହିଁକି ଅଛି ତାହାକୁ ବୁଝାଇବା ଗୁରୁତ୍ୱପୂର୍ଣ୍ଣ। ସଂରଚନା ଗୁଡ଼ିକ ଯେଉଁ ପରିସ୍ଥିତିରେ ବ୍ୟବହାର କରାଯାଇଥାଏ, ତାହାଠୁ ଅଧିକ ବ୍ୟାପକ ପରିସ୍ଥିତିରେ ସେଗୁଡ଼ିକୁ ପ୍ରୟୋଗ କରାଯାଇଥାଏ, ଯାହା ମାନବିକତାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ ତାରା, ଗ୍ରହ ଓ ସେମାନଙ୍କ ଉପଗ୍ରହ ଗୁଡ଼ିକର ଗତିବିଧିରେ ଥିବା ସଂରଚନା ଗୁଡ଼ିକୁ ବୁଝି ମାଧ୍ୟାକର୍ଷଣ ତତ୍ତ୍ୱ ଆବିଷ୍କାର କରିବାକୁ ମାନବ ସମାଜ ସକ୍ଷମ ହେଲା, ଯାହା ଆମକୁ ମହାକାଶକୁ ନିଜସ୍ୱ ଉପଗ୍ରହ ଉତ୍କ୍ଷେପଣ କରିବାରେ ଏବଂ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ରକେଟ ପଠାଇବାରେ ସହାୟକ ହୋଇପାରିଲା। ସେହିଭଳି ହଜାର ହଜାର ଉଦାହରଣ ରହିଛି, ଯେପରି ଜିନ୍ର ସଂରଚନା ଗୁଡ଼ିକୁ ବୁଝିବା ଦ୍ୱାରା ଅନେକ ରୋଗର ଚିହ୍ନଟ କରାଯାଇପାରୁଛି ଏବଂ ଆରୋଗ୍ୟ ହେବାରେ ସାହାଯ୍ୟ କରୁଛି। ଆସ ବୁଝିବା, ତୁମେ ଏହିପରି ଅନ୍ୟ ଉଦାହରଣ ବିଷୟରେ ଚିନ୍ତା କର ଯେଉଁଠାରେ ଗଣିତ ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଛି। ତାହେଲେ ଗଣିତ ଆମକୁ କେଉଁଠାରେ ସବୁ ସାହାଯ୍ୟ କରୁଛି ନା, ଆମକୁ କୌଣସି ଜିନିଷର କ୍ରୟ ବିକ୍ରୟ ସମୟରେ ଗଣିତ ଆମକୁ ସାହାଯ୍ୟ କରୁଛି। ସମୟ ପରିଚାଳନା ସମୟରେ ମଧ୍ୟ ଗଣିତ ଆମକୁ ସାହାଯ୍ୟ କରୁଛି। ଅର୍ଥାତ୍ ତୁମେ ଯଦି ତୁମ ଜୀବନରେ ସମୟ ପରିଚାଳନା କଥା ବୁଝେଇବ, ତୁମେ ସକାଳୁ କେତେବେଳେ ଉଠିବ, ତୁମ ନିତ୍ୟକର୍ମ କେତେ ସମୟ ମଧ୍ୟରେ ଶେଷ କରିବ, ତାପରେ ତୁମେ ସକାଳୁ କେତେ ସମୟ ପାଠ ପଢ଼ିବ, ବିଦ୍ୟାଳୟକୁ କେତେବେଳେ ଯିବ, ବିଦ୍ୟାଳୟକୁ ଫେରିଲା ପରେ ତୁମେ କେତେ ସମୟ ଖେଳିବ, ତାପରେ ରାତିରେ କେତେ ସମୟ ପାଠ ପଢ଼ିବ, କେତେବେଳେ ରାତିରେ ତୁମେ ଶୋଇବାକୁ ଯିବ, ଏସବୁ ତୁମେ ଆଗରୁ ସ୍ଥିର କରିସାରିଥାଅ। ସେଇ ଅନୁସାରେ ତୁମେ ଗୋଟେ ରୁଟିନ୍ କରି ସେଇ ଅନୁସାରେ କାର୍ଯ୍ୟ କର। ତ ଏହା ମଧ୍ୟ ଏକ ଗଣିତ। ତାର ବିଭିନ୍ନ ଜିନିଷର ଦାମ ମଧ୍ୟରେ ତୁଳନା କରିବାରେ ଗଣିତ ଆମକୁ ସାହାଯ୍ୟ କରେ। ରୋଷେଇ କାର୍ଯ୍ୟରେ ମଧ୍ୟ ଗଣିତ ସାହାଯ୍ୟ କରେ। ତୁମ ମନ ଭିତରେ ପ୍ରଶ୍ନ ଆସୁଥିବ ଯେ ରୋଷେଇ କାର୍ଯ୍ୟରେ କିପରି ଗଣିତ ସାହାଯ୍ୟ କରେ? ରୋଷେଇ କାର୍ଯ୍ୟରେ ଏହିପରି ଗଣିତ ସାହାଯ୍ୟ କରେ ଯେ ତୁମେ ଗୋଟେ ଜିନିଷ ଯେତେବେଳେ ପ୍ରସ୍ତୁତ କରିଛ, ସେ ଜିନିଷରେ କ'ଣ କ'ଣ ଉପାଦାନ ବ୍ୟବହାର କରାଯାଉଛି ଏବଂ କେତେ ପରିମାଣର ତୁମେ ତାକୁ ନେବ। ଯେପରି ତୁମ ମା ଘରେ ଗୋଟେ କୌଣସି ତରକାରୀ କଲାବେଳେ ତରକାରୀରେ କେତେ ପରିମାଣର ଲୁଣ ପକାଇବେ, କେତେ ପରିମାଣର ହଳଦୀ ବ୍ୟବହାର କରିବେ, କେତେ ମସଲା ବ୍ୟବହାର କରିବେ, ତାହା ମଧ୍ୟ ଗଣିତ ଅଟେ।
तो 2 नंबर देख गणित किपरि मानविकता को आगक बढ़िबार साहाय्य करे। तुमे विज्ञान परीक्षण आमर अर्थनीति गणतंत्र चलाइबा पोल घर किंबा अन्यान्य जटिल गृह निर्माण टीवी मोबाइल कंप्यूटर साइकेल रेलगाड़ी मोटर कार उड़ाजहाज कैलेंडर घंटा इत्यादि तैयारी करने सह संपृक्त उदाहरण गुड़ी विषय चिंता कर ए समस्त जिनस गुड़िक तैयारी करने पछरे गणितर हाथ रही। बर्तमान आस आम देखा संख्यार संरचना। गणित सबुठ अधिक मौलिक संरचना संख्यार संरचन लक्ष्य कर विशेषकर संप्रसारित स्वाभाविक संख्यार जपरी 0 1 2 3 4 आम संप्रसारित स्वाभाविक संख्या विषय तुम आगुरी जानी आमर गणन संख्या आरंभ होउची 1 ठारू 1 ठारू आम 1 2 3 4 गणुचु गणुचे या गणन संख्या कह जाए किंतु 0 ठारू आरंभ हेले ताकू संप्रसारित स्वाभाविक संख्या कह जाए। गणितर जो विभाग में स्वाभाविक संख्या मानकर संरचना संपर्क पढ़ा जाए ताकू संख्या तत्व बोली कह जाए। संख्या क्रम होउची सबुठारु अधिक साधारण और आकर्षणीय प्रकार संरचना जहाँ को गणितज्ञ माने अध्ययन करते। सारणी 1 रे गणितर केतक संख्यार क्रम दिया जाइछि। देख पिला माने यह सारणी 1 संख्यान क्रम लिखिबा। देख 1 1 1 1 गुड़ी बारंबार लिखा अर्थात सब गुड़िक 1 तापर 1 2 3 4 5 6 7 लिखाई एगुड़ी कहले गणन संख्या 1 3 5 7 9 11 13 एगुड़ी अजुग्म संख्या अर्थात एगुड़ी 2 द्वारा विभाज्य नुहे। 2 4 6 8 10 12 14 जुग्म संख्या अर्थात एगुड़ी 2 द्वारा विभाज्य अर्थात एगुड़ी 2 द्वारा भरिबा भाग सहित शून्य हो 1 3 6 10 15 21 28 एगुड़ी त्रिकोणीय संख्या कह जाए अर्थात एगुड़ी को आम त्रिभुज आकार सजाड़ी रखिपर यही संख्या गुड़िक गुड़ी 1 4 9 16 25 36 49 एगुड़ी हूँ वर्ग संख्या अर्थात एगुड़ी गोटे गोटे संख्यार वर्ग 1 हूँ 1 वर्ग 4 हूँ 2 वर्ग 9 हूँ 3 वर्ग 16 हूँ 4 वर्ग 25 हूँ 5 वर्ग 36 हूँ 6 वर्ग और 49 हूँ 7 वर्ग। सेपरी 1 8 27 64 125 200 यह हूँ घन संख्या अर्थात गोटे संख्या को आम 3 थर गुणन करने द्वारा जो गुणफल मिले ताकू घन संख्या कह जाए। 1 को 3 थर गुणिले 1 2 को 3 थर गुणिले 2 गुणन 2 गुणन 2 8 3 को 3 थर यदि गुणा 3 गुणन 3 गुणन 3 हे 27 4 गुणन 4 गुणन 4 हे 64 सेपरी 5 को 3 थर गुणिले हे 125 6 को 3 थर गुणिले हे 216 तापर आसला 1 2 3 5 8 एठी पिला माने 13 हो भूल 1 दे देछि एठी 13 हबो तापर 21 एबे विरोहांक संख्या किपरि देखिनियो 1 लेखाला तापर अछि 2 2 ता पूर्व संख्या 1 मिसिले हला 3 3 ता पूर्व संख्या 2 मिसिले हला 5 5 ता पूर्व संख्या 3 मिसिले हला 8 8 ता पूर्व संख्या 5 मिसिले हला 13 13 ता पूर्व संख्या 8 मिसिले हला 21 याकू विरोहांक संख्या कह जाए। तापर 1 2 4 8 16 32 64 अच्छी 2 आधार विशिष्ट घात संख्या अर्थात 2 घात संख्या गुड़िक 2 घात 0 हेले तार मूल्य हो 1 2 घात 1 हेले तार मूल्य हम 2 2 घात 2 हेले तार मूल्य हम 4 2 घात 3 हेले तार मूल्य हम 8 2 घात 4 हेले तार मूल्य हम 16 2 घात 5 हेले तार मूल्य हम 32 और 2 घात 6 हेले तार मूल्य हम 64 तापर अच्छी 1 3 9 27 81 243 729 या 3 आधार विशिष्ट घात संख्या जमी 2 आधार बुझे 3 आधार यदि 0 3 घात यदि 0 हम तार मूल्य हम 1 3 घात 1 हेले तार मूल्य हम 3 3 घात 2 हेले तार मूल्य हम 9 3 घात 3 हेले तार मूल्य हम 27 एमती 3 घात 4 3 घात 5 और 3 घात 6 मूल्य दर्शा जाइछि। प्रश्न आस बुझा सारणी 1 रे थिबा प्रत्येक धाड़ी संख्या क्रम थिबा संरचना गुड़ी चिन्हट करि पारुछो कि तुम एठा लिखिब हाँ हाँ चिन्हट करि पारुछो। 2 नंबर प्रश्न अच्छी प्रत्येक धाड़ी रे परवर्ती 3टी संख्या लेखि संख्या गुड़ी निज निज खातार लेख। प्रत्येक संख्या क्रम पर जो नियम संख्या क्रमटी लिखा जाइए निज भाषा लिख ताले पे मुझे सारणी रे तुम मान करदे तुम खातार लिख परवर्ती 3टी लेखा संख्या लिखा एटी आम आउ 3टी 1 लिखा 1 1 1 1 लिखा
ତାପରେ 1 2 3 4 5 6 7 ଦେଇଛି ଆମେ ଲେଖିବା 8 9 10 ମୁଁ ଏଇ ସାରଣୀରେ ତୁମ ମନ ପାଇଁ କରିଦେଉଛି ତୁମେ 2 ନମ୍ବରଟା ତୁମ ନିଜ ଖାତାରେ ଲେଖିବ 1 3 5 7 9 11 13 ତାହେଲେ ଲେଖିବା 15 17 19 ତାପରେ 14 ଅଛି ତାପରେ ଲେଖିବା 16 18 20 ତାପରେ ଅଛି ତ୍ରିକୋଣୀୟ ସଂଖ୍ୟା ଅଛି 1 3 6 10 15 21 28 ତାର ପରବର୍ତ୍ତୀ ସଂଖ୍ୟା ଗୁଡ଼ିକ ହେଇଯିବ ଗୋଟେ 36 45 55 ବର୍ଗ ସଂଖ୍ୟା ଏଠି 7 ବର୍ଗରେ ଶେଷ ହେଇଛି ତାପରେ 8 ବର୍ଗ ଲେଖିବା 8 ଅଷ୍ଟା 64 9 9 ହେଇଯିବ 81 ଏବଂ 10 10 ହେଇଯିବ 100 ଘନ ସଂଖ୍ୟା 216 1 2 3 4 5 6 ର ଘନ ଯାଇ ଦେଇଛି ଆମେ 7 ର ଘନ ଲେଖିବା 243 ତାପରେ 8 ର ଘନ ଲେଖିବା 512 ଏବଂ 9 ର ଘନ ଲେଖିବା 729 ତାପରେ ବିରହାଙ୍କ ସଂଖ୍ୟା ଲେଖିବା ଏଠି 21 ରେ ତା ପୂର୍ବ ଅଙ୍କ 13 କୁ ମିଶେଇବା 21 13 ହେଇଯିବ 34 34 ତା ପୂର୍ବ ଅଙ୍କ ମିଶେଇବା ସଂଖ୍ୟା ମିଶେଇବା 21 ହେଇଯିବ 55 55 ତା ପୂର୍ବ ସଂଖ୍ୟା 34 ମିଶେଇବା ହେଇଯିବ 89 ତାପରେ ଏଠି ଦେଖ 1 2 4 8 16 32 64 ଅର୍ଥାତ୍ 2 ର ଘାତରେ ଦେଇଛି 2 ର ଷଷ୍ଠ ଘାତ ଦେଇଛି 2 ର ସପ୍ତମ ଘାତ ଲେଖିବା 128 ତାପରେ 2 ର ସପ୍ତମ ଅଷ୍ଟମ ଘାତ ଲେଖିବା 256 ଏବଂ ତାପରେ ଲେଖିବା 512 ସେମିତି 3 ପ୍ରଥମ ଘାତ ଦ୍ୱିତୀୟ ଘାତ ତୃତୀୟ ଘାତ ଚତୁର୍ଥ ଘାତ ପଞ୍ଚମ ଘାତ ଷଷ୍ଠ ଘାତ 3 ସପ୍ତମ ଘାତ ଠାରୁ 3 ର ସପ୍ତମ ଘାତ ହେବ 2187 3 ଅଷ୍ଟମ ଘାତ ହେଇଯିବ 6561 ଏବଂ 3 ନବମ ଘାତ ହେଇଯିବ 19683 ତ 1.3 ଆଲୋଚନା କରିବା ସଂଖ୍ୟା କ୍ରମର ଚିତ୍ରିତ ଉପସ୍ଥାପନା ଚିତ୍ର ବ୍ୟବହାର କରି ଅନେକ ସଂଖ୍ୟା କ୍ରମକୁ ଦର୍ଶାଯାଇପାରିବ ଗାଣିତୀୟ ସଂରଚନା ଓ ଧାରଣା ଗୁଡ଼ିକୁ ବୁଝିବା ପାଇଁ ଗାଣିତୀୟ ତଥ୍ୟ ଗୁଡ଼ିକୁ ଚିତ୍ର ମାଧ୍ୟମରେ ଫଳପ୍ରଦ ଭାବେ ଉପସ୍ଥାପନା କରାଯାଇପାରିବ ଆସ ସାରଣୀ 1ରେ ଥିବା ପ୍ରଥମ 7ଟି କ୍ରମକୁ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବା ପ୍ରଥମ 7ଟି କ୍ରମକୁ ଚିତ୍ର ମାଧ୍ୟମରେ ଉପସ୍ଥାପନା କରିବା ଦେଖ ଏହା ହେଉଛି ସଂଖ୍ୟା ଗୁଡ଼ିକର ଚିତ୍ରିତ ଉପସ୍ଥାପନା ଗୋଟିଏ 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 ଡଟ୍ ଦିଆଯାଇଛି ଏଠି ସମସ୍ତ 1 ତାପରେ ଗଣନ ସଂଖ୍ୟା ପାଇଁ 1 ପାଇଁ ଗୋଟିଏ 2 ପାଇଁ 2ଟି 3 ପାଇଁ 3ଟି 4 ପାଇଁ 4ଟି ଏବଂ 5 ପାଇଁ 5ଟି ଡଟ୍ ଦିଆଯାଇଛି ଅଯୁଗ୍ମ ସଂଖ୍ୟା ପାଇଁ 1 3 5 7 9 ଅଯୁଗ୍ମ ସଂଖ୍ୟା ଡଟ୍ ଦିଆଯାଇଛି ଯୁଗ୍ମ ସଂଖ୍ୟା ପାଇଁ 1 2 4 6 8 10 ସଂଖ୍ୟା ଡଟ୍ ଦିଆଯାଇଛି ତ୍ରିକୋଣୀୟ ସଂଖ୍ୟା ପାଇଁ ଅର୍ଥାତ୍ ସଂଖ୍ୟା ଗୁଡ଼ିକ ଏମିତି ତ୍ରିଭୁଜ ଆକାରରେ ସଜାଯାଇ ରଖାଯାଇଛି ଗୋଟିଏ 3ଟି 6ଟି 10ଟି ଏବଂ 15ଟି ତ୍ରିକୋଣୀୟ ସଂଖ୍ୟା କୁହାଯାଉଛି ତାପରେ ବର୍ଗ ସଂଖ୍ୟା ପାଇଁ 1 4 9 16 25 ବର୍ଗ ସଂଖ୍ୟା ଆକାରରେ ସଜାଯାଇ ରଖାଯାଇଛି ଏବଂ ଏଠାରେ ଘନ ସଂଖ୍ୟା ପାଇଁ 1 8 27 64 ଏବଂ 125 ଘନ ସଂଖ୍ୟାର କରାଯାଇଛି 1 ପାଇଁ ଗୋଟିଏ 8 ପାଇଁ ଉପରେ 4ଟି ଏବଂ ତଳେ 4ଟି ଏଇଭଳି ଘନ ଆକୃତି ପ୍ରସ୍ତୁତ କରାଯାଇଛି ଆସ ଆମେ ପରବର୍ତ୍ତୀ ଆଲୋଚନା କରିବା ତୁମର 1 ନମ୍ବର ପ୍ରଶ୍ନ ରହିଛି ସାରଣୀ 2ରେ ଦିଆଯାଇଥିବା ସଂଖ୍ୟା କ୍ରମର ଚିତ୍ରିତ ଉପସ୍ଥାପନକୁ ନିଜ ଖାତାରେ ଲେଖ ପରବର୍ତ୍ତୀ କ୍ରମ ପାଇଁ ପରବର୍ତ୍ତୀ ଓ ପ୍ରତ୍ୟେକ କ୍ରମ ପାଇଁ ପରବର୍ତ୍ତୀ ଚିତ୍ର ଅଙ୍କନ କର ଅର୍ଥାତ୍ ଏ ଯେଉଁଭଳି ଭାବରେ ଦେଇଛି ତୁମେ ଏଇଭଳି ଚିତ୍ର ଅଙ୍କନ କରିବ ଏହା ପର ଗୋଟେ ଗୋଟେ ଚିତ୍ର ଅଙ୍କନ କରିବ ତୁମମାନେ ଏଠି 1 ପରେ ପୁନଶ୍ଚ ଆଉ ଗୋଟିଏ ବିନ୍ଦୁ ଦେବ ଏଟା 1 ଲେଖିବ ତାପରେ ଏଠାରେ 6ଟି ବିନ୍ଦୁ ଦେବ ତା ତଳକୁ 6 ଲେଖିବ ତାପରେ ଏ ଯେଉଁ କ୍ରମ ରଖା ହେଇଛି ତଳେ 6ଟି ବିନ୍ଦୁ ଉପରେ 5ଟି ବିନ୍ଦୁ ଦେବ ତା ତଳକୁ 11 ଲେଖିବ ତାପରେ ଏଠାରେ 6ଟି ବିନ୍ଦୁ ଦେବ ତା ଉପରେ 6ଟି ବିନ୍ଦୁ ଦେବ ତା ତଳକୁ 12 ଲେଖିବ ଏଠାରେ ତ୍ରିକୋଣୀୟ ସଂଖ୍ୟା 15 ପରର ତ୍ରିକୋଣୀୟ ସଂଖ୍ୟା ଦେଖ 15 ପରେ ତ୍ରିକୋଣୀୟ ସଂଖ୍ୟା ରହିଛି ଆମର 21ଟି ବିନ୍ଦୁକୁ ତୁମେ এইଭଳି ଭାବେ ସଜାଡ଼ି ଲେଖିବ 21ଟି ବିନ୍ଦୁକୁ ଏମିତି ତ୍ରିଭୁଜ ଆକାରରେ ସଜାଡ଼ିବ ତାହେଲେ 21ଟି ବିନ୍ଦୁକୁ
प्रथम तले 6टा नहीं तुम सजाड़ ये तले 5टा 4टा 3टा 2टा गोटाई जाइए तुम तो तले 6टा 5टा 4टा 3टा 2टा गोटाए नहीं सजाड़े त्रिकोणीय बा त्रिभुज आकार में रही 6 वर्ग लिख 6 वर्ग 36 25 पर 36 आसो तुम्हें प्रत्येक धाड़ी में 6टी लेखाए एमती डट चिन्हित कर 6 धाड़ी 6टी धाड़ी कर प्रत्येक धाड़ी में 6टी लेखाए डट चिन्हित कर ये 5 और 6 वर्ग घन दर्शाइवाई ये गोटे चित्र अंकन कर पिलामाने वर्तमान आमे एहार चित्रित उपस्थापना को देखि नबा। तुमर सारणी 1 रे प्रथमे गोटे 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 कर 5टी डट देइथिला एवं प्रत्येक तले 1 1 1 लिखिथिला। आमे या परे आ गोटे डट देई ता तले 1 लिखिबा। या परे 1 गोटे डट 2टी 3टी 4टी 5टी डट देइथिला गणन संख्या पई आमे 6टी डट देई ता तळकू 6 लिखिबा परवर्ती क्रम हिसाब रे। या परे 1 3 5 7 9टी डट देइथिला आमे ता परे 11टी डट देबा एवं एहाकू लिखिबा अजुग्म संख्या। तापर लाइन रे 2 4 6 8 10टी डट देइथिला आमे तार परवर्ती क्रम रे 12टी डट देबा एवं ताहाकू लिखिबा जुग्म संख्या। तार परवर्ती लाइन रे गोटे 3टी 6टी 10टी 15टी डट को त्रिकोणीय संख्या आकार सजा जाइथिला आमे एहा परे 21टी डट को त्रिकोणीय संख्या आकार सजेइबा एवं शेष रे गोटे 4टी 9टी 16टी 25टी को वर्गाकार खंजा जाइथिला आमे 36टी डट को वर्गाकार आकार सजेइबा जाफल यह 6 वर्ग संख्या हेबो। यह होची चित्रित उपस्थापन। वर्तमान सारणी 1 रो शेष धाड़ी लक्ष्य कर एठारे 1 2 3 4 और 5 रो घन संख्यार चित्रित उपस्थापन करा जाइछि। आमे एही चित्रर परवर्ती क्रम अर्थात 6 रो घन संख्यार चित्रित उपस्थापन करिबा। 6 रो घन संख्यार चित्रित उपस्थापन किपरि हेबो ता तुम मैंने देखि नियो एवं ताहाकू तुम मैंने निजे खातार अंकन करिवो। यह हेउची 6 रो घन संख्यार चित्रित उपस्थापन। एई चित्रटी को तुमे निजे खातार अंकन करिवो। 2 नंबर प्रश्न रही 1 3 6 10 15 आपको कहीं त्रिकोणीय संख्या कह जाए पे यार उत्तर देखि नियो 1 3 6 10 15 को त्रिकोणीय संख्या कह जाए कारण यही संख्यार डट गुड़ी गोटे डट को 3टी डट को 6टी डट को 10टी डट को 15टी डट को तापर आमर आस 21टी डट को आसो जमी एक त्रिभुज तैयारी व्यवहार कर अर्थात आम गोटे त्रिभुज आकार एगुड़ी को सजाड़ी रखिपर तेणु एगुड़ी को त्रिकोणीय संख्या बोली कह जाए। तापर प्रश्न अच्छी 1 4 9 16 25 को कहीं वर्ग संख्या वर्ग कह जाए यार उत्तर लेख 1 4 9 16 25 इत्यादि को वर्ग संख्या कह जाए कारण यही संख्यार डट गुड़ी को एक वर्ग आकार सजा जाई पारिबो। गोटे डट को 4टी डट को आम गोटे वर्ग आकार सजा जाई पारिबो जेपरि 4टी डट को आम एपरि रखिपर जहाँफल गोटे वर्ग क्षेत्र हम 9टी डट को आम ये भाव सजाड़ी रखिपर जहाँफल गोटे वर्ग चित्र सृष्टि हो पार से 16टी डट को 25टी डट को आम एपरि सजाड़ी रखिले गोटे वर्ग चित्र सृष्टि हो पार तेणु एगुड़ी गोटे वर्ग संख्या बोली कह जाए। एगुड़िक 1 वर्ग 1 2 वर्ग 4 और 3 वर्ग 9 ये भाव प्रकाश कर 1 8 27 64 125 को कहीं घन संख्या कह जाए ना 1 8 27 64 125 को घन संख्या कह जाए कारण यही संख्या परिमाण डट गुड़ी को एक घन तैयारी व्यवहार कर यापर 3 नंबर प्रश्न देती तुम मैंने लक्ष्य कर 36 हेउची एक त्रिकोणीय संख्या एवं एक वर्ग संख्या अर्थात 36टी बिंदु को नहीं उभय त्रिकोणीय चित्र एवं वर्ग चित्र रे संपूर्ण रूपे सजा जाई पारिबो। तुम खातार चित्र करी यहाकू देखाओ तुम खातार 36 को तुम त्रिकोणीय चित्र करी एवं वर्ग चित्र करी देखो ताले किपरि करिवो देखि नियो। ए देखो जेतेबेले आमे 36 को त्रिकोणीय चित्र करिबा प्रथम 1 2 3 4 5 6 7 8 8टी तले तले 8टी बिंदु रखिबा ता ऊपर रखिबा 7टी बिंदु 8 7 15 तापर रखिबा 6टी 15 6 21 तापर रखिबा 5टी 26 ता ऊपर रहइबा 4टी 30 3 33 2 35 36 एई भली भाबे तळ बेस रे 8टी बिंदु रहइबो ता ऊपर को 7टी 6टी
ପାଞ୍ଚଟି, ଚାରୋଟି, ତିନୋଟି, ଦୁଇଟି, ଏକୋଟି। ଏହା ହେଉଛି 36ଟି ବିନ୍ଦୁର ତ୍ରିକୋଣୀୟ ସଜ୍ଜା। ଏଠାରେ 36ଟି ଡଟ୍ ବା 36ଟି ବିନ୍ଦୁର ବର୍ଗାକାର ସଜ୍ଜା। ପ୍ରତ୍ୟେକ ଧାଡ଼ିରେ ଆମେ 6ଟି ଲେଖାଏଁ ଡଟ୍ ରଖିଛେ ଏବଂ 6ଟି ଧାଡ଼ି ଅଙ୍କନ କରିଛେ। ଏଠି ତ୍ରିକୋଣୀୟ ସଜ୍ଜା ହେଇଛି, ଏଠି ବର୍ଗାକାର ସଜ୍ଜା ହେଇଛି। ପ୍ରତ୍ୟେକ ଧାଡ଼ିରେ 6ଟି ଏବଂ 6 ଧାଡ଼ି ରଖାଯାଇଛି। ତୁମେ 3 ନମ୍ବର ଚିତ୍ର ଏଇଭଳି ଭାବରେ କରିବ। ଏଥିରୁ ଜଣାଯାଉଛି ଯେ ସମାନ ସଂଖ୍ୟାକୁ ଭିନ୍ନ ଭିନ୍ନ ଉପାୟରେ ପରିସ୍ଥିତି ଅନୁଯାୟୀ ଉପସ୍ଥାପନ କରାଯାଇପାରିବ। ତୁମେ ଏହିପରି ଅନ୍ୟ କିଛି ସଂଖ୍ୟାକୁ ଭିନ୍ନ ଉପାୟରେ ଚିତ୍ରିତ ଉପସ୍ଥାପନ କରିବାକୁ ଚେଷ୍ଟା କର। ତାହେଲେ ଆସ ଆମେ ଆଉ ଗୋଟେ ସଂଖ୍ୟା ନେଇକି ତାକୁ ଭିନ୍ନ ଉପାୟରେ ଉପସ୍ଥାପନ କରିବା। ଦେଖ, ଆମେ ଗୋଟେ ସଂଖ୍ୟା ନେଲେ 9। 9କୁ ଆମେ ଏଇଭଳି ଆକାରରେ ଉପସ୍ଥାପନ କରିପାରିବା। ପ୍ରତି ଧାଡ଼ିରେ 3ଟି ଲେଖାଏଁ ରଖି ଉପସ୍ଥାପନ କରିପାରିବା ଏବଂ 9କୁ ଆମେ ମାନେ x ଆକାରରେ ମଧ୍ୟ ଆମେ 9ଟି ଡଟ୍କୁ ଉପସ୍ଥାପନ କରିପାରିବା। ଦେଖ, ଏମିତି 1, 2, 3, 4, 5, 6, 7, 8, 9। 9ଟି ଡଟ୍କୁ ଆମେ ଏଇଭଳି x ଆକାରରେ ମଧ୍ୟ ଉପସ୍ଥାପନା କରିପାରିବା। ତୁମେ ଏଇ ଦୁଇଟି ଚିତ୍ରକୁ ତୁମ ଖାତାରେ କରିଦେବ। ତାପରେ 4 ନମ୍ବର ଦେଖ, ନିମ୍ନରେ ଦିଆଯାଇଥିବା ସଂଖ୍ୟାର କ୍ରମକୁ କ'ଣ ନାମ ଦେବ? ଏ ଗୋଟିଏ, 7ଟି, 19ଟି, 37ଟି, ଏଗୁଡ଼ିକୁ ଷଡ଼ଭୁଜୀୟ ସଂଖ୍ୟା କୁହାଯାଏ। ଅର୍ଥାତ୍ ଏ ପ୍ରତ୍ୟେକର 6ଟି ଲେଖାଏଁ ବାହୁ ଆସିବ। ଏମିତି ଯୋଡ଼ିଲେ 6ଟି ଲେଖାଏଁ ବାହୁ ଆସିବ। ପ୍ରତ୍ୟେକ ସାଇଡ଼୍ ଦେଖ ଏମିତି 6ଟି ଲେଖାଏଁ ବାହୁ ଅର୍ଥାତ୍ ଷଡ଼ଭୁଜ ଆକାରରେ ଏଗୁଡ଼ିକ ସଜ୍ଜିତ ହୋଇ ଅଛନ୍ତି। ତୁମେ ଏହାକୁ ନିଜ ଖାତାରେ ଅଙ୍କନ କର। ଏହି ସଂଖ୍ୟାକ୍ରମର ପରବର୍ତ୍ତୀ ସଂଖ୍ୟାଟି କେତେ ହେବ? ପିଲାମାନେ, ଏହି ସଂଖ୍ୟାକ୍ରମର ପରବର୍ତ୍ତୀ ସଂଖ୍ୟାଟି ହେବ 61। ପରବର୍ତ୍ତୀ ସଂଖ୍ୟାଟି କ'ଣ ହେବ? 61। ପିଲାମାନେ, ତୁମ ମନ ଭିତରେ ପ୍ରଶ୍ନ ଉଠିଥିବ 61 କିପରି ହେଲା, ଆମେ ଏହାକୁ କିପରି ଅଙ୍କନ କରିବୁ ଚିତ୍ରଟି? ପିଲାମାନେ ଦେଖ, ଏଠି ଗୋଟିଏ ଚିତ୍ର ହେଇଛି। ଏଇଠି ମଝିରେ ଦେଖ ତିନୋଟି ଡଟ୍ ରହିଛି। 1ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ହେଉଛି 3। ଏଠି 3ଟି ଅଛି, ତାର ପୂର୍ବକୁ 2ଟି, ଅର୍ଥାତ୍ ଉପରକୁ 2ଟି, ତଳକୁ 2ଟି, ଏମିତି ରହିଲା। ଏହା ହେଲା 7ଟି। 3ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ହେଲା 5, ଅର୍ଥାତ୍ ମଝିରେ 5ଟି ଡଟ୍ ରହିଲା। ତାର ଉପରକୁ 4ଟି, ତା ଉପରକୁ 3ଟି, ପୁଣି ତା ତଳକୁ 4ଟି, ତା ତଳକୁ 3ଟି, ଏଇଭଳି ଭାବେ ସଜାଗଲା। ସେମିତି 5ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ହେଲା 7। ଏଠି ଦେଖ, ମଝିରେ 7ଟି ଡଟ୍ ରହିଲା ଏବଂ ପଛକୁ ପଛକୁ କମିଗଲା 6, 5, 4, 6, 5, 4। ସେଇଭଳି ଭାବେ ତୁମେ ଏହାର ପରବର୍ତ୍ତୀ 61ର ଚିତ୍ର ଅଙ୍କନ କରିବ। ମଝିରେ 7ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ହେଉଛି 9, ଅର୍ଥାତ୍ ମଝିରେ 9ଟି ଡଟ୍ ରଖିବ। ତୁମର ମଝିରେ 9ଟି ଡଟ୍ ରଖିଲା ପରେ 61ରୁ 9 ଗଲା ପରେ ତୁମର 52ଟି ଡଟ୍ ଦରକାର। ଅର୍ଥାତ୍ 52ଟି ଡଟ୍କୁ ତୁମେ ଦୁଇ ପଟରେ ସଜେଇବ। 9ଟି ଡଟ୍ର ଦୁଇ ପଟରେ, ଅର୍ଥାତ୍ ଏପଟେ ତୁମର 26ଟି ଡଟ୍ ରହିବ, ଏପଟରେ 26ଟି ଡଟ୍ ରହିବ। ତାହେଲେ ସେ 26ଟି ଡଟ୍କୁ ତୁମେ କିପରି ସଜେଇବ? ନା 9 ପରେ ତା ଉପରକୁ 8ଟା ରଖିବ ଉପରେ, ପୁଣି 8ଟା ରଖିବ ତଳେ। ତାପରେ ପୁଣି 8 ଉପରକୁ 7ଟା ରଖିବ, ଏପଟେ 8 ଉପରକୁ 7ଟା ରଖିବ। 7 ଉପରୁ ପୁଣି 6ଟି ରଖିବ, 7ର ତଳ ପଟେ ମଧ୍ୟ 6ଟି ରଖିବ ଏବଂ 6ର ପୁଣି ଉପର ପଟେ 5ଟା ଏବଂ 6ର ତଳ ପଟେ 5ଟା। ଏଇଭଳି ଭାବେ ତୁମେ ସଜାଡ଼ିଲେ ତୁମେ 61ଟି ଡଟ୍ ପାଇପାରିବ। ଅର୍ଥାତ୍ 9, 8, 7, 6, 5, ଏପଟେ ମଧ୍ୟ 8, 7, 6, 5 ଏଇଭଳି ବିନ୍ଦୁ ସଜାଇଲେ ତୁମେ 61ଟି ବିନ୍ଦୁ ପାଇପାରିବ। ଏବେ 5 ନମ୍ବର ଦେଖ, 2ର ଘାତ ବିଶିଷ୍ଟ ସଂଖ୍ୟାକ୍ରମକୁ ଚିତ୍ରରେ ଦର୍ଶାଇବା ପାଇଁ ତୁମେ ଉପାୟ ଚିନ୍ତା କରିପାରିବ କି? ସେହିପରି 3ର ଘାତ ଚିତ୍ର ଉପସ୍ଥାପନା କର। ଦେଖ ପିଲାମାନେ, ଏଠାରେ 2ର ଘାତ ସଂଖ୍ୟାର କ୍ରମକୁ ଦର୍ଶାଇବା ପାଇଁ ଏକ ସମ୍ଭାବ୍ୟ ଚିତ୍ର ଦିଆଯାଇଛି। ଏଠାରେ ଗୋଟିଏ ବିନ୍ଦୁ ଦିଆଯାଇଛି, ଅର୍ଥାତ୍ 2ର ଘାତ ଯଦି 0 ହୁଏ ତାର ମୂଲ୍ୟ ହେଇଯିବ 1, ଅର୍ଥାତ୍ ସେଥିପାଇଁ ଗୋଟିଏ ବିନ୍ଦୁ ଦିଆଗଲା। 2ର ଘାତ ଯଦି 1 ହୁଏ ତାର ମୂଲ୍ୟ ହେବ 2, ସେଥିପାଇଁ 2ଟି ବିନ୍ଦୁ ଦିଆଗଲା। 2ର ଘାତ ଯଦି 2 ହୁଏ ତାର ମୂଲ୍ୟ ହେବ 4, ସେଥିପାଇଁ 4ଟି ବିନ୍ଦୁ ଦିଆଯାଇଛି। 2ର ଘାତ 3 ହେଲେ, ଅର୍ଥାତ୍ 2କୁ 3 ଥର ଗୁଣନ କଲେ ତାର ମୂଲ୍ୟ ହେବ 8, ଗୋଟେ 8ଟି ବିନ୍ଦୁ ବିଶିଷ୍ଟ ଚିତ୍ର ଦିଆଯାଇଛି। ଏବଂ 2ର ଘାତ 4 ହେଲେ, ଅର୍ଥାତ୍ 2କୁ 4 ଥର ଗୁଣିଲେ ତାର ମୂଲ୍ୟ ହେଇଯିବ 16, ଏଠି 8ଟି, ଏଠି 8ଟି କରି ବିନ୍ଦୁ ଦିଆଯାଇ 16ଟି ବିନ୍ଦୁ କରାଯାଇଛି। ସେପରି ସିଏ ଆମକୁ 3ର ଘାତ ଚିତ୍ର କରିବା ପାଇଁ କହିଛି। ଆସ ଏଇଭଳି ଭାବେ ଆମେ କରିବା। ପ୍ରଥମେ 3ର ଘାତ 0 ପାଇଁ ଆମେ ଗୋଟିଏ ବିନ୍ଦୁ ନେବା। 3ର ଘାତ 0 ପାଇଁ ଆମେ ଗୋଟିଏ ବିନ୍ଦୁ ନେଲେ। 3ର ଘାତ 1, 3ର ଘାତ 1 ହେଲେ ତା ମୂଲ୍ୟ ହେବ 3, ତାକୁ ଆମେ ଏଇଭଳି ଭାବେ 3ର ଡଟ୍ରେ ସଜେଇବା ଏବଂ ତାକୁ ତ୍ରିଭୁଜ ଆକାର କରିଦେବା।
3 ଘାତ ଯଦି 2 ହେବ ତାହେଲେ ଅର୍ଥାତ୍ 3କୁ 2 ଥର ଗୁଣନ କଲେ ତାର ମୂଲ୍ୟ ହେବ 9। ଆମେ ଏଇଭଳି 3ଟି ତ୍ରିଭୁଜ ଏଠାରେ କରିକି ତାକୁ ଦର୍ଶେଇବା। এইଭଳି ତୁମେ 3ଟି ତ୍ରିଭୁଜ ଦର୍ଶେଇବ ଏବଂ 3 ଘାତ 4 ହେଲେ ତାର ମୂଲ୍ୟ ହେଇଯିବ 27। ତୁମେ ଏଇଭଳି ତଳେ 4ଟି ତାପରେ 2ଟି ତାପରେ 2ଟି ଏବଂ ଗୋଟିଏ ଏଇଭଳି ମୋଟ 9ଟି ତ୍ରିଭୁଜ କରି ଦର୍ଶେଇବ। 3 ପ୍ରଥମ ଘାତ 3 ଘାତ 0, 3 ପ୍ରଥମ ଘାତ, 3 ଦ୍ୱିତୀୟ ଘାତ, 3 ତୃତୀୟ ଘାତ। 3 ଚତୁର୍ଥ ଘାତ ହେଲେ ତାର ମୂଲ୍ୟ ହେଇଯିବ 81 ହେଇଯିବ ଏବଂ ଏଥିପାଇଁ ବହୁତ ଚିତ୍ର ତୁମକୁ କରିବାକୁ ପଡ଼ିବ। ତେଣୁ ତୁମେ ଏଇ 4ଟି ଚିତ୍ର ଦର୍ଶାଇ ପାରିବ। ଏହାପରେ ଆସ ଦେଖିବା 1.4 ସଂଖ୍ୟା କ୍ରମମାନଙ୍କ ମଧ୍ୟରେ ସମ୍ପର୍କ। ବେଳେବେଳେ ସଂଖ୍ୟା ଗୁଡ଼ିକ ମଧ୍ୟରେ ଆଶ୍ଚର୍ଯ୍ୟଜନକ ସମ୍ପର୍କ ଦେଖାଯାଏ। ଉଦାହରଣ, ଆମେ ଅଯୁଗ୍ମ ସଂଖ୍ୟାକୁ ନେଇ ଯୋଗ କଲେ କ'ଣ ପାଇବା? ପ୍ରଥମ ଅଯୁଗ୍ମ ସଂଖ୍ୟା ହେଉଛି 1, ସେ ହେଉଛି 1 ରହିଲା। ତ ପ୍ରଥମ 2ଟି ଅଯୁଗ୍ମ ସଂଖ୍ୟା, ପ୍ରଥମେ 1 ତାପରେ ଅଯୁଗ୍ମ ସଂଖ୍ୟା 3, 3 ହେଲେ 4, 4 ହେଉଛି ପିଲାମାନେ 2ର ବର୍ଗ। ଅର୍ଥାତ୍ ପ୍ରଥମ 2ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 2ର ବର୍ଗ ସହିତ ସମାନ। ପ୍ରଥମ 3ଟି ଅଯୁଗ୍ମ ସଂଖ୍ୟା 1, 3, 5 ତାର ଯୋଗଫଳ 9, ଏହା 3ର ବର୍ଗ ସହିତ ସମାନ। ପ୍ରଥମ 4ଟି ଅଯୁଗ୍ମ ସଂଖ୍ୟା ତାର ଯୋଗଫଳ 16, ଏହା 4ର ବର୍ଗ ସହିତ ସମାନ। ସେମିତି ପ୍ରଥମରୁ 5ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 25, ଏହା 5ର ବର୍ଗ ସହିତ ସମାନ। ଏବଂ ପ୍ରଥମ 6ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 36, ଏହା 6ର ବର୍ଗ ସହିତ ସମାନ। ଦେଖ, ଏହା ଗୋଟେ ସଂରଚନା ରହୁଛି। ପ୍ରଥମ 2ଟି ଅଯୁଗ୍ମ ସଂଖ୍ୟା 2ର ବର୍ଗ, ପ୍ରଥମ 3ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 3ର ବର୍ଗ, ପ୍ରଥମ 4ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 4ର ବର୍ଗ, ପ୍ରଥମ 5ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 5ର ବର୍ଗ, ପ୍ରଥମ 6ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 6ର ବର୍ଗ। ସେଇଭଳି ତମକୁ ଯଦି କେହି ପ୍ରଶ୍ନ କରେ ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କାହାର ବର୍ଗ ହେବ, ତୁମେ କହିପାରିବ 10ର ବର୍ଗ। ପ୍ରଥମ 50ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କାହାର ବର୍ଗ ହେବ, ତୁମେ କହିପାରିବ 50ର ବର୍ଗ। ଯେତୋଟି ପ୍ରଥମରୁ ଅର୍ଥାତ୍ 1 କତରୁ ଆରମ୍ଭ କରି ଆମେ ଯେତୋଟି ଅଯୁଗ୍ମ ସଂଖ୍ୟା କ୍ରମାନୁସାରେ ନେବା, ସେମାନଙ୍କ ଯୋଗଫଳ ନେଇଥିବା ସଂଖ୍ୟା ଯେତୋଟି ସଂଖ୍ୟା ନେଇଥିବା ତାହାର ବର୍ଗ ସହିତ ସମାନ ହେବ। ପ୍ରକୃତରେ ଏହା ଏକ ସୁନ୍ଦର ସଂରଚନା। ଏପରି କାହିଁକି ହୋଇଥାଏ? ଏପରି ସବୁବେଳେ ହେବ ବୋଲି ତୁମେ ଭାବୁଛ କି? ଏହାର ଉତ୍ତର ହେଉଛି ଏହି ପ୍ରକାର ସଂରଚନା ସବୁବେଳେ ଘଟିଥାଏ। କିନ୍ତୁ କାହିଁକି? ପୂର୍ବରୁ ଉଲ୍ଲେଖ କରାଯାଇଥିବା ଚିତ୍ର ପରି ସଂରଚନା ଘଟିବାର କାରଣ ଗୁଡ଼ିକ ସଂରଚନା ଭଳି ଗୁରୁତ୍ୱପୂର୍ଣ୍ଣ ଓ ଉତ୍ସାହଜନକ। ଚିତ୍ର ହିଁ କେବଳ ଏହାକୁ ବୁଝାଇ ପାରିବ। କୌଣସି ଘଟଣା ବା ପରିସ୍ଥିତିକୁ ବୁଝିବା ପାଇଁ ଚିତ୍ର ସହାୟକ ହୋଇଥାଏ। ବର୍ଗ ଗ୍ରିଡ୍ରେ ବିନ୍ଦୁ ସଂଖ୍ୟା ଗଣନ କରି ବର୍ଗ ସଂଖ୍ୟା ପ୍ରସ୍ତୁତ କରାଯାଏ। ତାହେଲେ 1, 3, 5, 7 ସଂଖ୍ୟକ ବିନ୍ଦୁ ବା ଡଟ୍କୁ ବର୍ଗ ଗ୍ରିଡ୍ରେ କିପରି ଭାଗ କରି ଉପସ୍ଥାପନ କରିବ, ପରବର୍ତ୍ତୀ ଆଲୋଚନା ଯିବା ପୂର୍ବରୁ ଏ ସମ୍ପର୍କରେ ଟିକିଏ ଚିନ୍ତା କର। ତାହେଲେ ଆସ ଦେଖିବା 1, 3, 5, 7କୁ କିପରି ବିନ୍ଦୁ ଗ୍ରିଡ୍ରେ ଉପସ୍ଥାପନା କରାଯାଉଛି। ଏଠାରେ ଲକ୍ଷ୍ୟ କର ଯେ 36ଟି ବିନ୍ଦୁକୁ କିପରି ଭାବରେ ସଜାଯାଇଛି। ଅର୍ଥାତ୍ 36ଟି ବିନ୍ଦୁକୁ ପ୍ରଥମ 6ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ ଭାବେ ଦର୍ଶାଯାଇଛି ଏବଂ ତାହାର ଚିତ୍ରିତ ଉପସ୍ଥାପନ ଏଠାରେ କରାଯାଇଛି। ପ୍ରଥମେ ଦେଖ, ଗୋଟିଏ ବିନ୍ଦୁ ରହିଛି, ତାପରେ 3ଟି ବିନ୍ଦୁ ରହିଛି, ଏହାପରେ 5ଟି, 7ଟି, 9ଟି ଏବଂ 11ଟି। ଏମିତି 6 ଧାଡ଼ିରେ 36ଟି ବିନ୍ଦୁ ସଜ୍ଜୀକରଣ କରାଯାଇଛି। ଏହା ଏକ ବର୍ଗ ଗ୍ରିଡ୍ ଗଠନ କରୁଛି। 36 ପାଇବା ପାଇଁ ପ୍ରଥମ 6ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳକୁ ଏହାର ଚିତ୍ରିତ ଉପସ୍ଥାପନ କରାଯାଇଛି। ତାହେଲେ ଉପର ଚିତ୍ରରୁ ଏହା ସ୍ପଷ୍ଟ ଯେ 1, 3, 5, 7, 9 ଆଉ 11ର ଯୋଗଫଳ ହେଉଛି 36। ଅର୍ଥାତ୍ ପ୍ରଥମ 6ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 36, ଯାହାକି ଏକ ବର୍ଗ ସଂଖ୍ୟା ଅଟେ, ଅର୍ଥାତ୍ 6ର ବର୍ଗ ଅଟେ। କାରଣ ଯେକୌଣସି ଆକାର ବର୍ଗ ପାଇଁ ଏହିପରି ଚିତ୍ର ଅଙ୍କନ କରାଯାଇପାରିବ। ଏହା ବର୍ଣ୍ଣନା କରୁଛି ଯେ କାହିଁକି ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଯୋଗ କଲେ ଏକ ବର୍ଗ ସଂଖ୍ୟା ମିଳେ। ସେହିଭଳି ଚିତ୍ର ଅଙ୍କନ କରି ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ହେବ ତୁମେ କହିପାରିବ କି? ତାହେଲେ ଆମେ ପୂର୍ବରୁ ଆଲୋଚନା କରିସାରିଛେ। ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ 10ର ବର୍ଗ, ଅର୍ଥାତ୍ 10 ଗୁଣନ 10, ଅର୍ଥାତ୍ 100 ହୋଇଯିବ। ତୁମେମାନେ ଏଇଭଳି ଏହାର ଚିତ୍ରିତ ଉପସ୍ଥାପନ କରିପାରିବ। ଅର୍ଥାତ୍ 100ଟି ବିନ୍ଦୁ ନେଇ ତାକୁ ଅର୍ଥାତ୍ 10 ଧାଡ଼ିରେ ପ୍ରତ୍ୟେକ ଧାଡ଼ିରେ 10ଟି ଲେଖାଏଁ ତାକୁ ଦର୍ଶାଇ ପାରିବ। ବର୍ତ୍ତମାନ ସମାନ ପ୍ରକାର ଚିତ୍ର କଳ୍ପନା କରି କିମ୍ବା ଆବଶ୍ୟକ ଅନୁଯାୟୀ ଏହାକୁ ଆଂଶିକ ଅଙ୍କନ କରି ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି କେତେ ହେବ ସ୍ଥିର କର। ତାହେଲେ ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ ବା ସମଷ୍ଟି 100ର ବର୍ଗ, ଅର୍ଥାତ୍ 100 ଗୁଣନ 100 ସମାନ 10,000 ହୋଇଯିବ। ଏହାପରେ ଦେଖିବା କ୍ରମ ଗୁଡ଼ିକ ମଧ୍ୟରେ ଏପରି ସମ୍ପର୍କର ଅନ୍ୟ ଉଦାହରଣ।
ଆଗକୁ ଓ ପଛକୁ ସଂଖ୍ୟାକୁ ଲେଖି ଯୋଗ କରିବା। ତାହେଲେ ନିମ୍ନ ସଂରଚନାକୁ ଲକ୍ଷ୍ୟ କର। 1 ସମାନ 1 1 ଯୁକ୍ତ 2 ଯୁକ୍ତ 1 ଅର୍ଥାৎ 1 ଠାରୁ 2 ପର୍ଯ୍ୟନ୍ତ ବଢ଼ିଲା 1 2 ଦୁଇଟି ଗଣ ସଂଖ୍ୟା ନେଲା ତାପରେ ପୁଣି ପଛକୁ ଫେରି ଆସିଲା 1 2 1 ଏହା ହେଉଛି 4 ଅର୍ଥାৎ 2ର ବର୍ଗ। 1 2 3 ପୁଣି ପଛକୁ ଫେରି ଆସୁଛି ପ୍ରଥମ 3ଟି ଗଣ ସଂଖ୍ୟା ନେଲା ପରେ ପୁଣି ପଛକୁ 2 1 ଏହା ହେଉଛି 9 9 ହେଉଛି 3ର ବର୍ଗ। 1 2 3 4 3 2 1 ଏହା ହେଉଛି 4ର ବର୍ଗ। 1 2 3 4 5 4 3 2 1 25 5ର ବର୍ଗ। 1 2 3 4 5 6 5 4 3 2 1 36 6ର ବର୍ଗ। ତାହେଲେ ଏଇଠି ଗୋଟେ ସଂରଚନା ପିଲାମାନେ ଲକ୍ଷ୍ୟ କର ଯେ ମିଶା ଯାଇଥିବା ସଂଖ୍ୟାମାନଙ୍କ ମଧ୍ୟରେ ପ୍ରତ୍ୟେକ ଧାଡ଼ିରେ ଯେଉଁ ସଂଖ୍ୟାଟି ସବୁଠାରୁ ବଡ଼ ଅଛି ଯୋଗଫଳ ତାହାର ବର୍ଗ। ଏଠି 1 2 1 2 ହେଉଛି ବଡ଼ 2ର ବର୍ଗ 4 1 2 3 2 1 3 ବଡ଼ 3 ବର୍ଗ 9 ଏଠାରେ 4 ବଡ଼ 4ର ବର୍ଗ 16 ଏଠାରେ ସଂଖ୍ୟାମାନଙ୍କ ମଧ୍ୟରେ 5 ହେଉଛି ବଡ଼ 5ର ବର୍ଗ 25 ଏବଂ ଏଠାରେ 6 ବଡ଼ 6ର ବର୍ଗ ହେଉଛି 36। କିମ୍ବା ଆଉ ଗୋଟେ ସଂରଚନା ମଧ୍ୟ ତୁମେ ନିଜେ ଲକ୍ଷ୍ୟ କରିପାରିବ ଯେ ପ୍ରତ୍ୟେକ ଧାଡ଼ି ଯେଉଁ ଯୋଗ କରାଯାଇଛି ମଝିରେ ଥିବା ସଂଖ୍ୟାଟିର ବର୍ଗ ହେଉଛି ସେମାନଙ୍କ ଯୋଗଫଳ। ଅର୍ଥାତ୍ ମଝିରେ ଏଠାରେ 2 ଅଛି ତେଣୁ 1 2 1ର ଯୋଗଫଳ ହେଲା 4। ଏଠାରେ ମଝିରେ 3 ଅଛି ତେଣୁ ଯୋଗଫଳ 3ର ବର୍ଗ 9। ଏଠାରେ ମଝିରେ 4 ଅଛି ତେଣୁ ଯୋଗଫଳ 4ର ବର୍ଗ 16। ଏଠି ମଝିରେ ସଂଖ୍ୟାଟି ହେଉଛି 5 ତେଣୁ ଏଇ ଅଙ୍କମାନଙ୍କର ଯୋଗଫଳ ହେଇଯିବ 5ର ବର୍ଗ 25 ଏବଂ ଏଠାରେ ମଝିରେ ଅଙ୍କଟି ହେଉଛି 6 ତେଣୁ ଯୋଗଫଳ ହେଇଯିବ 6ର ବର୍ଗ 36। ବର୍ଗ ସଂଖ୍ୟା ଗୁଡ଼ିକୁ ପାଇବା ପାଇଁ ଏହା ଆଉ ଏକ ଉପାୟ ଗଣ ସଂଖ୍ୟା ଆଗକୁ ବଢ଼ାଇ ତାପରେ ପଛକୁ କମାଇ। ଦେଖ ପିଲାମାନେ ଏଠି ନିମ୍ନ ଚିତ୍ରର ଉପସ୍ଥାପନକୁ ବର୍ଣ୍ଣନା କରିପାରିବି। ଏଠି କେତେ ଗୁଡ଼ିଏ ଡଟ୍ ଦେଇଛି ଆମେ ଏହା କିପରି ବର୍ଣ୍ଣନା କରିବା। ଦେଖ ପ୍ରତ୍ୟେକ ଧାଡ଼ିରେ ଏମିତି 6ଟି ଲେଖାଏଁ ଡଟ୍ ସର୍ବମୋଟ 36ଟି ଡଟ୍ ଦେଇଛି। ଆମେ ଏହାକୁ କିପରି ବର୍ଣ୍ଣନା କରିବା। ଦେଖ ପିଲାମାନେ ପ୍ରଥମେ ଆମେ ମଝି ଧାଡ଼ିରେ ଥିବା 6ଟି ଡଟ୍କୁ ଏମିତି ଗୋଟେ ଘର ଭିତରେ ରଖିବା। ତାପରେ ଦେଖ 5ଟି ରହୁଛି ତାପରେ 4ଟି ତାପରେ 3ଟି ତାପରେ 2ଟି ତାପରେ ଗୋଟିଏ ସେମିତି ତଳପଟକୁ 6ର ତଳକୁ 5 ତା ତଳକୁ 4 ତାପରେ 3 ତାପରେ 2 1 ଆମେ ଏଇଭଳି ଭାବେ ଲେଖିପାରିବା। ଗଣନ ସଂଖ୍ୟାର ଆଗକୁ ଏବଂ ପଛକୁ କ୍ରମିକ ଯୋଗାଯୋଗ କରାଯାଇଛି ଯେଉଁଟା ଆମେ ପୂର୍ବରୁ ପଢ଼ିକି ଆସିଲେ ତାର ଏଇଟା ଗୋଟେ ଉପସ୍ଥାପନ। ତୁମେ ଚିତ୍ରଟିକୁ ଏଇଭଳି ଭାବେ କରିବ। ତାହେଲେ 1 ନମ୍ବର ଆସ ଗଣ ସଂଖ୍ୟାକୁ ଆଗକୁ ଓ ପଛକୁ ଲେଖି ଯୋଗ କଲେ ଯେପରି 1 ତ 1 2 3 1 2 3 ହେବ 6 1 2 3 ପୁଣି 2 1 ହେଇଯିବ 9। ଏ ବର୍ଗ ସଂଖ୍ୟା କାହିଁକି ହୁଏ ଅର୍ଥାৎ 1 1 2 ପୁଣି 1 4 1 2 3 2 1 9 କାହିଁକି ହୁଏ ଜାଣିବା ପାଇଁ ତୁମେ ଏକ ସମାନ ପ୍ରକାର ଚିତ୍ର ଅଙ୍କନ କରି ତାକୁ ବର୍ଣ୍ଣନା କରିପାରିବ କି? ତୁମେ ଏଟା ଲେଖିବ ହଁ ବର୍ଣ୍ଣନା କରିପାରିବା। ଏଠି ଚିତ୍ର ବିଷୟରେ କିଛି କହିନାହିଁ ଅଙ୍କନ କରିବା ପାଇଁ ଆମେ କରିପାରିବା। ପ୍ରଥମେ ଗୋଟିଏ ବିନ୍ଦୁ ଦେବା ତାର ପୁଣି ଗୋଟିଏ 2ଟି ଗୋଟିଏ ଅର୍ଥାৎ ଏମିତି 4ଟି ବିନ୍ଦୁ ଆମେ ଦେଇପାରିବା ଯାହାକି ମଝିରେ 2ଟି ରହିବ ଗୋଟିଏ ଗୋଟିଏ ଉପରେ ରହିବ। ତାପରେ ସେମିତି 9ଟି ବିନ୍ଦୁ ଆମେ ଦେଇଦେବା 1 2 3 4 5 6 7 8 9ଟି ଦେଲେ ମଝିରେ ଏମିତି 3ଟି ରହିବ ତାପରେ 2ଟି ଗୋଟିଏ ଏପଟେ 2ଟି ଗୋଟିଏ ଏମିତି ରହିବ। ଆମେ ଏହାକୁ ବର୍ଣ୍ଣନା କରିପାରିବା। ଆଙ୍କିଥିବା ତୁମ ଚିତ୍ରର ଏକ ବୃହତ ରୂପକୁ କଳ୍ପନା କରି କିମ୍ବା ଆବଶ୍ୟକ ଅନୁଯାୟୀ ଆଂଶିକ ଅଙ୍କନ କରି ନିମ୍ନ ସଂରଚନାର ମୂଲ୍ୟ କେତେ ହେବ କହିପାରିବ କି? ପିଲାମାନେ ଦେଖ ତୁମେ ଚାହିଁଲେ ପୂର୍ବରେ ଏମିତି ଚିତ୍ର ଅଙ୍କନ କରିପାରିବ। 1 ପାଇଁ ଗୋଟିଏ ବିନ୍ଦୁ ଦେବ 1 2 1 ପାଇଁ 4ଟି ବିନ୍ଦୁ ନେଇ ଦର୍ଶାଇବ 1 2 3 2 1 ପାଇଁ 9ଟି ବିନ୍ଦୁ ନେଇକି ଦର୍ଶାଇବ। ସେ କହିଛି 2 ନମ୍ବର 1 2 3 4 5 6 ଏମିତି ବଢ଼ି ବଢ଼ି 100 ଯାଏଁ ଆସିଛି 100 ଯାଏଁ ଆସିଛି ତାପରେ କମିଯାଇଛି 99 98 97 କମିକି 1 ଯାଏଁ ଆସିଛି। ପୂର୍ବରୁ ଆମେ ଜାଣିଛେ ସଂଖ୍ୟା ଗୁଡ଼ିକ ଯେଉଁ ଯାଏଁ ବଢ଼ିଥିବ ଅର୍ଥାତ୍ ସବା ମଝିରେ ଯେଉଁ ସଂଖ୍ୟାଟି ଥିବ ସେମାନଙ୍କର ଯୋଗଫଳ ସେଇ ସଂଖ୍ୟାର ବର୍ଗ ହେବ। ଅର୍ଥାତ୍ ଏଇ କ୍ରମିକ ଯୋଗଫଳରେ ଏଠି ସବୁଠାରୁ ବଡ଼ ସଂଖ୍ୟା ହେଉଛି 100 ଅର୍ଥାତ୍ এই ସଂଖ୍ୟା ଲାଇନରେ ମଝି ସଂଖ୍ୟାଟି ହେଉଛି ସବା ମଝି ସଂଖ୍ୟାଟି ହେଉଛି 100। ତାହେଲେ ମୂଲ୍ୟ କେତେ ହେବ ନା 100ର ବର୍ଗ ହେଇଯିବ। ମୂଲ୍ୟ ହେଇଯିବ 100ର ବର୍ଗ ସମାନ 100 ଗୁଣନ 100
ସମାନ ତାର ମୂଲ୍ୟ ହେଇଯିବ 10,000। ତାପରେ 3 ନମ୍ବରକୁ ଯିବା। ସମସ୍ତ ଏକକୁ କ୍ରମରେ ଯୋଗ କରି ଆଗକୁ ବଢାଇଲେ ତୁମେ କେଉଁ ସଂରଚନା ପାଇବ? ଯେତେବେଳେ ତୁମେ ସମସ୍ତ ଏକର କ୍ରମକୁ ଆଗକୁ ଓ ପଛକୁ ଯୋଗ କରିବ କେଉଁ ସଂରଚନା ପାଇବ? ତାହେଲେ ଆସ ଏହାର ଉତ୍ତର ଦେଖିନେବା। ଏକର କ୍ରମିକ ଯୋଗଫଳ ଯଦି ଆଗକୁ ଯୋଗ କରିବା, ଯଦି ଆମେ 1 1 ଯୁକ୍ତ 1 1 ଯୁକ୍ତ 1 ଏଇଭଳି ଯୋଗ କରିବା, ତେବେ ଆମେ ଗଣନ ସଂଖ୍ୟାର କ୍ରମ ଅର୍ଥାତ୍ 1 2 3 4 ଏଇଭଳି ଆକାରରେ ପାଇବା। ତାପରେ ଆଗକୁ ଆଉ ପଛକୁ ଯୋଗ, ଯେତେବେଳେ 1 1 2 1 1 2 3 2 1 ଏପରି ଆମେ ଯୋଗ କରିବା, ତାହେଲେ ଆମେ ପୂର୍ଣ୍ଣ ବର୍ଗ ସଂଖ୍ୟା ଯେପରି 1 4 ଆଉ 9 ପାଇବା। ଏହା ଥିଲା ତୁମର 3 ନମ୍ବର ପ୍ରଶ୍ନର ଉତ୍ତର। 4 ନମ୍ବର ଦେଖ, ତୁମେ ଗଣନ ସଂଖ୍ୟାର କ୍ରମକୁ ଆଗକୁ ବଢାଇ ଯୋଗ କଲେ କେଉଁ କ୍ରମଟି ପାଇବ? ଏହାର ଏକ ଛୋଟ ଚିତ୍ରିତ ଉପସ୍ଥାପନ କରି ବର୍ଣ୍ଣନା କର। ତାହେଲେ ଆସ 4 ନମ୍ବର ଉତ୍ତର କରିବା। ତାହେଲେ ଗଣନ ସଂଖ୍ୟାର କ୍ରମିକ ଯୋଗ, ଯଦି ଆମେ 1 ତାପରେ 1 2 ତାପରେ 1 2 3 1 2 3 4 ଏପରି ଯୋଗ କରିବା, ତେବେ ଆମେ ତ୍ରିକୋଣୀୟ ସଂଖ୍ୟାକ୍ରମ ପାଇବା। এই ত্রিকোণীয় সংখ্যাক্রমে অঙ্ক গুড়িক কি হবে? না, প্রথমে আসবে 1 1 2 যোগ করলে হব 3 1 2 3 যোগ করলে হয়ে 6 1 2 3 4 যোগ করলে হব 10। সেমি তুমি চাইলে মধ্য 1 2 3 4 5 যোগ করলে হব 15। এখন ত্রিকোণীয় সংখ্যা কহিবা, তাহলে তার চিত্র আকারে কেমিতি উপস্থাপন করিবা? 1 পাই আমি গোটিয়ে দেবা বিন্দু, 2 পাই সরি 3 পাই আমি এমতি 3টি বিন্দু দেবা, 6 পাই প্রথমে তলে 3টি দেবা, তা উপরକୁ 2টি এবং তা উপরে গোটিয়ে দেবা। 10 ପାଇଁ প্রথমে তলে 4টি বিন্দু দেবা, তা উপরে 3টি বিন্দু দেবা, তা উপরে 2টি এবং তা উপরକୁ গোটিয়ে। সেମିତି যদি 15 তুমি অঙ্কন করিব, প্রথমে তলে 5টি ডট দেব, তা উপরକୁ 4টি, তা উপরକୁ 3টি, তা উপরে 2টি এবং তা সবা উপরে গোটি, এইভাবে তুমি অঙ্কন କରିପାରିବ। তাহলে গণন সংখ্যার ক্রমিক যোগ କରିବା ফଳରେ ଆମେ ত্রিকোণীয় সংখ্যাক্রମ ପାଉଛେ। ବର୍ତ୍ତମାନ ଆମେ 5 ନମ୍ବର ପ୍ରଶ୍ନ ଦେଖିବା। ତୁମେ କ୍ରମିକ ତ୍ରିକୋଣୀୟ ସଂଖ୍ୟାଗୁଡ଼ିକୁ ଯୋଗ କରିବା ଆରମ୍ଭ କଲେ, ଯଥା 1 ପ୍ଲସ୍ 3 3 ପ୍ଲସ୍ 6 6 ପ୍ଲସ୍ 10 10 ପ୍ଲସ୍ 15 ଏଭଳି ଭାବେ ଯୋଗ କଲେ ତୁମେ କେଉଁ କ୍ରମଟି ପାଇବ ଓ କାହିଁକି? ଏହାର ଚିତ୍ରିତ ଉପସ୍ଥାପନା କରିପାରିବ କି? ତେବେ ଆସ ଆମେ ଏହାର ଉତ୍ତର ଦେଖିନେବା। ଏହାର ଉତ୍ତର ହେବ ତ୍ରିକୋଣୀୟ ସଂଖ୍ୟାର ଯୋଗଫଳ। ଯଦି ଆମେ କ୍ରମିକ ତ୍ରିକୋଣୀୟ ସଂଖ୍ୟାଗୁଡ଼ିକୁ ଯୋଗ କରିବା, ତେବେ ଆମେ ବର୍ଗ ସଂଖ୍ୟା ପାଇବା। କିପରି ଦେଖ, 1 ଯୁକ୍ତ 3 ଏହାର ଯୋଗଫଳ ହେବ 4 4 ହେଉଛି 2ର ବର୍ଗ। 3 ଯୁକ୍ତ 6 ଏହାର ଯୋଗଫଳ ହେବ 9 9 ହେଉଛି 3ର ବର୍ଗ। 6 ଯୁକ୍ତ 10 ଏହାର ଯୋଗଫଳ ହେବ 16 16 ହେଉଛି 4ର ବର୍ଗ। ଏବଂ 10 ଯୁକ୍ତ 15 ଏହାର ସମଷ୍ଟି ହେବ 25 25 ହେଉଛି 5ର ବର୍ଗ। ଏଠାରେ ଆମେ ତାର ଚିତ୍ରିତ ଉପସ୍ଥାପନ କରିବା। ପ୍ରଥମେ ଗୋଟିଏ ବିନ୍ଦୁ ନେଲେ, ତାପରେ ଏମିତି 3ଟି ବିନ୍ଦୁ ଦେଲେ, ଅର୍ଥାৎ ଏମିତି 4ଟି ବିନ୍ଦୁକୁ ଏମିତି ବର୍ଗାକାରରେ ଉପସ୍ଥାପନ କରିବା। ତ 6 3 9 9ଟି ବିନ୍ଦୁକୁ ଏପରି ବର୍ଗାକାରରେ ଉପସ୍ଥାପନ କରିବା, 3ଟି 3ଟି 3ଟି। ତାପରେ 6 ପ୍ଲସ୍ 10 ଅର୍ଥାৎ 16ଟି ବିନ୍ଦୁକୁ ଆମେ ବର୍ଗାକାରରେ ଉପସ୍ଥାପନ କରିବା। ପ୍ରତି ଧାଡ଼ିରେ 4ଟି ଲେଖାଏଁ 4 ଧାଡ଼ି ଅଙ୍କନ କରିବା। ଏବଂ 10 ପ୍ଲସ୍ 15 ହେଲେ ଏ ଯେ 25ଟି ବିନ୍ଦୁର ଏପରି ବର୍ଗାକାର ଉପସ୍ଥାପନ କରିବା। ପ୍ରତି ଧାଡ଼ିରେ 5ଟି ଲେଖାଏଁ ବିନ୍ଦୁ ଅଙ୍କନ କରିବା ଏବଂ 5 ଧାଡ଼ି ବିନ୍ଦୁ ଅଙ୍କନ କରିବା। ଏହା ହେଉଛି ତ୍ରିକୋଣୀୟ ସଂଖ୍ୟାମାନଙ୍କର ଯୋଗଫଳର ଚିତ୍ରିତ ଉପସ୍ଥାପନା। 6 ନମ୍ବରକୁ ଦେଖ, 1 ଠାରୁ ଆରମ୍ଭ କରି 2ର ଘାତ ଗୁଡ଼ିକୁ ଯୋଗ କରିବା ଆରମ୍ଭ କଲେ, ଯଦି 1 1ରେ 2ର ପ୍ରଥମ ଘାତ 2, ତ 1 2 ଦ୍ୱିତୀୟ ଘାତ 4 1 2 4 8, ତାହେଲେ କ'ଣ ପାଇବ? ଏହି କ୍ରମର ପ୍ରତ୍ୟେକ ସଂଖ୍ୟାରେ 1 ଯୋଗ କର, ତୁମେ କେଉଁ ସଂଖ୍ୟା ପାଇବ? ଏହିପରି କାହିଁକି ହୋଇଥାଏ? ତାହେଲେ ଦେଖ 6 ନମ୍ବରର ଉତ୍ତର 1 ରହିଲା, 1ରେ 2 ଯୋଗ କଲେ 3, 1 2 4 ଯୋଗ କଲେ ହେବ 7, 1 2 4 8କୁ ଯୋଗ କଲେ ହେବ 15।
ତ ପ୍ରତ୍ୟେକ ଯୋଗଫଳରେ ଆମେ ପୁନଶ୍ଚ 1 ଯୋଗ କରିଛେ। 1 ରେ 1 ଯୋଗ କଲେ ହେଲା 2, 3 ରେ 1 ଯୋଗ କଲେ ହେଲା 4, 7 ରେ 1 ଯୋଗ କଲେ ହେଲା 8, 15 ରେ 1 ଯୋଗ କଲେ ହେଲା 16। ତାହେଲେ ପ୍ରତ୍ୟେକରେ 1 ଯୋଗ କଲେ ଆମେ 2, 4, 8, 16 ପାଇବା, ଯାହାକି 2ର ଘାତ ସଂଖ୍ୟାକୁ ଦର୍ଶାଉଛି। ତାହେଲେ 2 ହେଉଛି 2ର ପ୍ରଥମ ଘାତ, 4 ହେଉଛି 2ର ଦ୍ୱିତୀୟ ଘାତ, 8 ହେଉଛି 2ର ତୃତୀୟ ଘାତ, 16 ହେଉଛି 2ର ଚତୁର୍ଥ ଘାତ। ଅର୍ଥାତ୍ 2କୁ କେବଳ ଥରେ ଗୁଣନ କଲେ ବା 2 ଥରେ ଲେଖିଲେ 2, 2କୁ 2 ସହିତ ଗୁଣନ କଲେ ବା 2 ଥର ଗୁଣନ କଲେ 4, 2କୁ 3 ଥର ଗୁଣନ କଲେ ହେବ 8, 2କୁ 4 ଥର ଗୁଣନ କଲେ ହେବ 16। 7 ନମ୍ବର ଅଛି ତ୍ରିକୋଣୀୟ ସଂଖ୍ୟା ଗୁଡ଼ିକୁ 6 ଦ୍ୱାରା ଗୁଣନ କରି 1 ଯୋଗ କଲେ କ'ଣ ପାଇବ? ଏହା ଦ୍ୱାରା ତୁମେ କେଉଁ କ୍ରମଟି ପାଇବ? ତୁମେ ଏହି କ୍ରମର ଚିତ୍ରିତ ଉପସ୍ଥାପନ କରି ଏହାକୁ ବ୍ୟାଖ୍ୟା କର। ତାହେଲେ ଦେଖ 7 ନମ୍ବର ଉତ୍ତର ଦେଖ। ପ୍ରଥମ ତ୍ରିକୋଣୀୟ ସଂଖ୍ୟା ହେଉଛି 1, 1 ସହିତ ଆମେ 6 ଯୋଗ କଲେ 1 ମିଶିଲେ ହେଲା 7। ତାପରେ ତ୍ରିକୋଣୀୟ ସଂଖ୍ୟା ହେଉଛି 3, 3 ସହିତ ଆମେ 6 ଗୁଣନ କରିବା, 1 ଯୋଗ କରିବା ହେବ 19। ତା 6 ସହିତ 6କୁ ଗୁଣନ କରି ଆମେ ଯଦି 1 ଯୋଗ କରିବା ତାର ମୂଲ୍ୟ ହେବ 37। ଏହାଦ୍ୱାରା ଆମେ ଷଡ଼ଭୁଜୀୟ ସଂଖ୍ୟାକ୍ରମ ପାଇବା। ଷଡ଼ଭୁଜୀୟ ସଂଖ୍ୟାକ୍ରମ ପାଇବା। ବର୍ତ୍ତମାନ ଆମେ ଏହି ଷଡ଼ଭୁଜୀୟ ସଂଖ୍ୟାକ୍ରମ ଗୁଡ଼ିକର ଚିତ୍ରିତ ଉପସ୍ଥାପନ ଗୋଟିଏ ଗୋଟିଏ ଦେଖିବା। ଏଗୁଡ଼ିକ ଚିତ୍ରିତ ଉପସ୍ଥାପନ କିପରି ହେଉଛି ତାହା ଆମେ ଦେଖିବା। ଏହାର ଚିତ୍ରିତ ଉପସ୍ଥାପନ ପାଇଁ ତୁମେ ବର୍ତ୍ତମାନ ତୁମ ଗଣିତ ବହିର 5 ପୃଷ୍ଠାକୁ ଲକ୍ଷ୍ୟ କର। ଏଠାରେ 1, 7, 19 ଓ 37ର ଯେଉଁଭଳି ଭାବେ ଚିତ୍ରିତ ଉପସ୍ଥାପନ କରାଯାଇଛି, ତୁମେମାନେ ତୁମ ଖାତାରେ ଏହିଭଳି ଚିତ୍ର ଅଙ୍କନ କରିବ। ଏହା ହେଉଛି 1, 7, 19, 37 ଅର୍ଥାତ୍ ଷଡ଼ଭୁଜୀୟ ସଂଖ୍ୟାର ଚିତ୍ରିତ ଉପସ୍ଥାପନା। ବର୍ତ୍ତମାନ ଆମେ 8 ନମ୍ବର ପ୍ରଶ୍ନର ଉତ୍ତର କରିବା। 8 ନମ୍ବର ପ୍ରଶ୍ନ ଅଛି, ତୁମେ ଷଡ଼ଭୁଜାକାର ସଂଖ୍ୟା ଗୁଡ଼ିକୁ ଆଗକୁ ଯୋଗ କରିବା ଆରମ୍ଭ କଲେ, ଯଥା 1, 1 + 7, 1 + 7 + 19, 1 + 7 + 19 + 37 ଏହିଭଳି ଭାବେ ଯୋଗ କଲେ କ'ଣ ହେବ? ତୁମେ କେଉଁ କ୍ରମଟି ପାଇବ? ଏକ ଘନର ଚିତ୍ର ବ୍ୟବହାର କରି ଏହାକୁ ବ୍ୟାଖ୍ୟା କର। ତାହେଲେ ବର୍ତ୍ତମାନ ଆମେ ଦେଖିନେବା ଏହାର ଉତ୍ତର କ'ଣ ହେବ। ଦେଖ 1 ଲେଖିବା। 1 ସମାନ ହେଉଛି 1, 1ରେ 7 ମିଶିଲେ ହେଉଛି 8, 1 + 7 + 19 ମିଶିଲେ ହେବ 27, 1 + 7 + 19 + 37 ଆଉ ଯୋଗ କଲେ ହେବ 64। ଏହାଦ୍ୱାରା ଆମେ ଘନ ସଂଖ୍ୟା କ୍ରମ ପାଇବା। ଘନ କହିଲେ ପିଲାମାନେ ଜାଣିଛ, ଗୋଟେ ସଂଖ୍ୟାକୁ ଆମେ ଯେତେବେଳେ 3 ଥର ଗୁଣନ କରିବା, ଗୁଣଫଳ ଯାହା ମିଳିବ ଆମେ ତାହାକୁ ମୂଳ ସଂଖ୍ୟାଟିର ଘନ ବୋଲି କହିବା। 1କୁ ଆମେ ଯଦି 3 ଥର ଗୁଣନ କରିବା ତାହେଲେ 1 ମିଳିବ, ଅର୍ଥାତ୍ 1ର ଘନ ହେଉଛି 1। 2କୁ ଯଦି ଆମେ 3 ଥର ଗୁଣନ କରିବା ତାହେଲେ ଗୁଣଫଳ 8 ହେବ, ଅର୍ଥାତ୍ 2ର ଘନ ହେଉଛି 8। ସେହିଭଳି ଭାବେ 3କୁ ଯଦି 3 ଥର ଗୁଣନ କରିବା ତାହେଲେ ଗୁଣଫଳ 27 ମିଳିବ, ଅର୍ଥାତ୍ 3ର ଘନ ହେଉଛି 27। ଏହାପରେ 4କୁ ଯଦି ଆମେ 3 ଥର ଗୁଣନ କରିବା ଗୁଣଫଳ 64 ମିଳିବ, ଅର୍ଥାତ୍ 4ର ଘନ ହେଉଛି 64। ତେବେ ଆସ ଏହି 1, 8, 27 ଆଉ 64କୁ ଆମେ ଚିତ୍ର ଆକାରରେ କିପରି ଉପସ୍ଥାପନା କରିବା ସେହି ଚିତ୍ର ଗୁଡ଼ିକୁ ଦେଖିନେବା। ଏହା ହେଉଛି 1, 2, 3, 4 ଓ 5ର ଘନ ସଂଖ୍ୟାର ଚିତ୍ରିତ ଉପସ୍ଥାପନା। ତୁମେମାନେ ତୁମ ଖାତାରେ ଏହିଭଳି ଭାବେ ଚିତ୍ର ଅଙ୍କନ କରିବ। ଏହା ତୁମର ଗଣିତ ବହିର ସାରଣୀ 2ରେ ଦର୍ଶାଯାଇଛି। ବର୍ତ୍ତମାନ ଆମେ 9 ନମ୍ବର କରିବା। ଏହି ସାରଣୀ 1ରେ ଥିବା କ୍ରମମାନଙ୍କରେ ଥିବା ସଂଖ୍ୟାମାନଙ୍କ ମଧ୍ୟରେ ସଂରଚନା ସମ୍ପର୍କକୁ ବାହାର କର ବା ନିଜର ସଂରଚନା ତିଆରି କର। ସେଗୁଡ଼ିକ କାହିଁକି ଏପରି ହେଉଛି ତାହାକୁ ଚିତ୍ର ମାଧ୍ୟମରେ ବା ଅନ୍ୟ କୌଣସି ଉପାୟରେ ତୁମେ ବୁଝାଅ। ତାହେଲେ ବର୍ତ୍ତମାନ ଆମେ ସାରଣୀ 1କୁ ଯିବା। ଏହା ହେଉଛି ସାରଣୀ 1। ଏଇ ଯେଉଁ ସେ ସଂଖ୍ୟା କ୍ରମ ଲେଖାଯାଇଛି, ପିଲାମାନେ ତୁମେ ଏହି ସଂଖ୍ୟା କ୍ରମକୁ ଏଇଭଳି ଭାବେ ଲେଖିବ। ଯେମିତି ଲେଖାଯାଇଛି 1, 1, 1 ଏମିତି ଲେଖାଯାଇଛି, ଏହି ସଂଖ୍ୟା କ୍ରମକୁ ଲେଖିବ। ଏପଟ ସାଇଡ୍ ଲେଖିବା ଦରକାର ନାହିଁ। ଏହି ସଂଖ୍ୟା କ୍ରମ ଗୁଡ଼ିକୁ ଲେଖିବ। ଲେଖି ସାରିଲା ପରେ ତୁମେ ଏହାର ଚିତ୍ରିତ ଉପସ୍ଥାପନ କରିବ। ତାହେଲେ ଚିତ୍ରିତ ଉପସ୍ଥାପନ କିପରି କରିବ? ଏହା ପରପୃଷ୍ଠାରେ ଦେଇଛି, ଆସ ଦେଖିନେବା। ଏଇ ଯେଉଁଭଳି ଭାବେ ଚିତ୍ରିତ ଉପସ୍ଥାପନ କରାଯାଇଛି, ତୁମେ ଏହାର ପରବର୍ତ୍ତୀ ସଂଖ୍ୟା ଗୁଡ଼ିକ ଲେଖି ତାକୁ ଚିତ୍ରିତ ଉପସ୍ଥାପନ କରିବ। ପିଲାମାନେ ବର୍ତ୍ତମାନ ଆମେ ଏହାର ଚିତ୍ରିତ ଉପସ୍ଥାପନାକୁ ଦେଖିନେବା। ତୁମର ସାରଣୀ 1ରେ ପ୍ରଥମେ ଗୋଟିଏ କରି 5ଟି ଡଟ୍ ଦେଇଥିଲା ଏବଂ ପ୍ରତ୍ୟେକର ତଳେ 1, 1, 1 ଲେଖିଥିଲା। ଆମେ ଏହାପରେ ଆଉ ଗୋଟିଏ ଡଟ୍ ଦେଇ ତା ତଳେ 1 ଲେଖିବା। ଏହାପରେ ଗୋଟିଏ ଡଟ୍, 2ଟି, 3ଟି, 4ଟି, 5ଟି ଡଟ୍ ଦେଇଥିଲା ଗଣନ ସଂଖ୍ୟା ପାଇଁ। ଆମେ 6ଟି ଡଟ୍ ଦେଇ ତା ତଳକୁ 6 ଲେଖିବା ପରବର୍ତ୍ତୀ କ୍ରମ ହିସାବରେ।
यापर 1 3 5 7 9 डट देइथिला आमे तापर 11 डट देबा एवं यहाको लिखिबा अजुग्म संख्या। तापर लाइन रे 2 4 6 8 10 डट देइथिला आमे तार परवर्ती क्रम रे 12 डट देबा एवं ताहाको लिखिबा जुग्म संख्या। तार परवर्ती लाइन रे 1 3 6 10 15 डट को त्रिकोणीय संख्या आकार सजा जाइथिला आमे यहाँ पर 21 डट को त्रिकोणीय संख्या आकार सजेबा एवं शेष में 1 4 9 16 25 को वर्गाकार खंजा जाइथिला आमे 36 डट को वर्गाकार आकार सजेबा जहाँफल यह 6 वर्ग संख्या हेबो। यह हूँ चित्रित उपस्थापन। वर्तमान सारणी 1 रो शेष धाड़ी लक्ष्य कर। एठारे 1 2 3 4 और 5 रो घन संख्यार चित्रित उपस्थापन करा जाइछि। आमे एही चित्रर परवर्ती क्रम अर्थात 6 रो घन संख्यार चित्रित उपस्थापन करिबा। 6 रो घन संख्यार चित्रित उपस्थापन किपरि हेबो ता तुम मैंने देखि नियो एवं ताहाकू तुम मैंने निजे खातार अंकन करिवो। यह हेउची 6 रो घन संख्यार चित्रित उपस्थापन। एही चित्रटी को तुमे निजे खातार अंकन करिवो। यही प्रश्नटी संबंध में आमे मध्य आगुरु आलोचना कर सारिचे। यार उत्तर जो भली आमे वर्तमान कले यही भली आमे मध्य आगुरु गोटे प्रश्नर उत्तर कर सारिचे। आज ये आमर 1.4 पर्यंत समस्त प्रश्नर उत्तर आलोचना कर सारिचे। जदि तुमको ये भिडियोटी भल लगे तेबे तुम यहाँ लाइक करने सहित तुम सांग मान सहित शेयर करिवो। पुणी देखाबो आउ एक नुआ अध्याय रे। सेतबेल पर्यंत रहूची। धन्यवाद।